ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟ ଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହେଉ ଆଉ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି। ସବୁଦିନ ଭଳିଆ ହେଇଯାଇଛି ଗୋଟେ ସୁନ୍ଦର ବ୍ଲଗ୍ର ଆରମ୍ଭ। ଆଉ ଏ ସୁନ୍ଦର ବ୍ଲଗ୍କୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ସବୁଦିନ ଭଳିଆ ଆଜି ବି ସେରକମ ସକାଳୁ ସକାଳୁ ବ୍ଲଗ୍ଟା ଷ୍ଟାର୍ଟ କରିଦେଇଛି। ତ ତଣ୍ଟି ବସିଯାଇଛି, ସେଇଥିପାଇଁ କି କଥା ଟିକେ କ୍ୟାରକମ ଶୁଭୁଥିବ, ଟିକେ ତାକୁ ମ୍ୟାନେଜ୍ କରିନେବେ। ଆଉ କ'ଣ କହୁଛି କ'ଣ ନାହିଁ, ଯଦି ନ ଶୁଭୁଥିବ ଟିକେ ଆଡ଼ଜଷ୍ଟ କରିଦେବେ। ତ ସକାଳ ଖରକା ପୁରକା ସରିଦେଇଛି। ସରିଦେଇ ସାରିକି ସବୁଦିନ ଭଳିଆ ମୋ ରୁଟିନ୍ ସକାଳ ଖରକା ପୁରକା କରିଦେବି ବାସନ କୁସନ ସବୁ ଟିୱଲ୍ ପାଖରେ ଆଣିକି ରଖିଦେମି। ଯଦି କିଛି ଥିବ କି ଖାଲି ବୋତଲ କି ଯଦି କିଛି ଧୋଇବା ପାଇଁ ବାସନ ଯଦି କିଛି ଥିବ, ଅଇଁଠା ବାସନ ତ ମୁଁ ଆଣିକି ବାହାରେ ରଖିଦିଏ। ଆଉ ଯଦି କିଛି ବାସନ ଦିଏ ତାକୁ ସବୁ ବାହାରେ ଆଣିକି ସବୁ ରଖାରଖି କରିଦେଇକି ତାପରେ ମୁଁ ବ୍ରସ୍ କରିଦେଇକି ଚିଆ ସିଡ୍ସ ପାଣି ଟିକେ ଥାଏ ତାକୁ ଟିକେ ପିଇଦେମି। ପିଇ ଦେଇ ସାରିକି ତାପରେ ଆସିକି କାମରେ ସବୁ ଲାଗିଯାଏ। ଆଉ ମୁଁ ନା କାଲି ଅଦାନ୍ତ ଘଷା ପାଣି ପିଏନି, ଦାନ୍ତ ଘଷିକି ପାଣି ପିଏନି। ତ ସେଇଥିପାଇଁ କି ଆସି ଟିକେ ବ୍ରସ୍ କରିଦେଇଥିଲି। ଆଉ ବର୍ଷା ତ ଭୋରୁ ବର୍ଷା ବହୁତ ଜୋରସେ ହେଉଥିଲା। ତ ଡେଲି ବେଳୁବେଳି ହେଲା ବେଳକୁ ତ ବର୍ଷା ହେଉଛି। ସେରକମ ଆମେ ଉଠିଲା ବେଳକୁ ବର୍ଷା ହେଉଥିଲା। ତ ବର୍ଷା ଟିକେ କମିଗଲା। ଏବେ ଆଉ ବର୍ଷା ନାହିଁ। ଖରକା ଫରକା କାମ ସରିଯାଇଛି, ବର୍ଷା କମିଯାଇଛି। କିନ୍ତୁ ପାଗଟା ତ ଦେଖିକି ଜାଣିପାରୁଥିବେ କେରକମ ପାଗ ହେଇଥିଲା ବୋଲିକି। ତ ମୁଁ କ'ଣ ନା ଯାଇକି ବ୍ରସ୍ କରିଦେଇକି ଯାଇକି ଚିଆ ସିଡ୍ସ ପାଣି ଟିକେ ପିଇଦେନି। ପିଇ ଦେଇ ସାରିକି ତାପରେ ଆସିଥିନି ଟିୱଲ୍ ପାଖକୁ। ଯେଉଁ ବାସନ ଯେ ଥିଲା ସବୁ ବାସନ କୁସନ ଧୋଇକି ବୋତଲରେ ଏବେ ପାଣି ଥିଲାନି, କାଲି ପାଣି ସବୁ ସରିଯାଇଥିଲା ରାତିରେ। ତ ବୋତଲ ସବୁ ବାହାରକୁ ଘିନି ଆସିଥିନି। ବୋତଲରେ ବି ପାଣି ଭର୍ତ୍ତି କରିଦେନି। ପାଣି ଭର୍ତ୍ତି କରିଦେଇକି ତାପରେ କ'ଣ ନା ନେଇକି ସବୁ ଘରେ ରଖିଦେଇ ଆସିଥିନି। ତ ଏଇଟା ତ ବାସି କାମ ସବୁଦିନ ଭଳିଆ। ଆଉ ମୋ ସବୁଦିନ ସକାଳେ ଯେରକମ କାମ ଚାଲିଥାଏ ସେରକମ ମୋର ଆଜି ବି ସେରକମ ମୋର କାମ ଚାଲିଛି। ବାସନ କୁସନ ଧୁଆ ଧୋଇ କରିଦେଇକି ତାପରେ କ'ଣ ଏଇପଟଟା ଖରକା ଫରକା ସବୁ କରିମି। ତ ମୋ ଭିଡ଼ିଓରେ ଏମିତି ଯୋଡ଼ି ହେଇକି ରହିଥାନ୍ତୁ। ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବିଲକୁଲ ବି ସ୍କିପ୍ କରନ୍ତୁନି। ଆଉ ମୋ ଭିଡ଼ିଓରେ କିଛି ବି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ। ଆଉ ଛୋଟ ସ୍ନେହଭରା କମେଣ୍ଟଟେ ମୋ ପାଇଁ ଲେଖିଦେବେ ଯେ ମୋ ଭିଡ଼ିଓ ଆପଣଙ୍କୁ କେମିତି ଲାଗୁଛି ବୋଲିକି। ଆଉ କେହି ଯଦି ନୂଆ କରିକି ମୋ ଭିଡ଼ିଓ ଦେଖୁଛନ୍ତି ତ ପ୍ରଥମେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ମୁଁ ଯେତେବେଳେ ବି ଭିଡ଼ିଓ ଛାଡ଼ିମି ସର୍ବପ୍ରଥମେ ଆପଣ ହିଁ ମୋ ଭିଡ଼ିଓ ଦେଖିପାରିବେ। ଆଉ ମୋ ଭିଡ଼ିଓକୁ ଆପଣଙ୍କ ଫ୍ୟାମିଲି ଫ୍ରେଣ୍ଡମାନଙ୍କ ସହିତ ଟିକେ ସେୟାର କରିଦିଅନ୍ତୁ, ତ ମୋତେ ବି ଟିକେ ସପୋର୍ଟ ହେବ। କାହିଁକିନା ଆପଣଙ୍କର ସପୋର୍ଟ ଆଉ ଭଲ ପାଇବା ମୋତେ ୟୁଟ୍ୟୁବରେ ଭିଡ଼ିଓ ବନେଇବା ପାଇଁ ପ୍ରେରଣା ଯୋଗାଉଛି, ସାହସ ମଧ୍ୟ ଦେଉଛି। ତ ବାସନ କୁସନ ଧୁଆ ଧୋଇ ସବୁ କରିଦେନି। ତ ଟାଇମ୍ ପାଣି ଆସୁଥିଲା। ଆଜି ଟାଇମ୍ ପାଣି ବେଳକୁ ମୋର ବାସନ କୁସନ ଧୁଆ ସବୁ ସରିଗଲା। ଆଜି ବିଲକୁଲ ବି ନା ମୁଁ ଟିୱଲ୍ ମାଡ଼ିଛି ନା କ'ଣ ନା ଆଉ ଟ୍ୟାପ୍ ପାଣି ବ୍ୟବହାର କରିଛି। ସେ ଟାଇମ୍ ପାଣିରେ ସବୁ ହେଇଛି। ଆଉ ସେଟା କ'ଣ ନା ଅଳ୍ପ ଅଳ୍ପ କରିକି ଆସୁଛି ବୋଲିକି ମୋତେ ବିରକ୍ତ ଲାଗୁଛି। ଟିୱଲ୍ରୁ ତ ଏବେ ପାଣି ମାନେ ବହୁତ ଥରେ ପାଣି ମାଡ଼ି ଦେଲା ବେଳକୁ ପୁରା କ'ଣ ନା ଗୋଟେ ଲୋଟା ପାଣି ଭର୍ତ୍ତି ହେଇଯାଉଛି। ସେରକମ ପାଣି ବାହାରୁଛି ଯେହେତୁ ସେଇଥିପାଇଁ କି ମୋତେ ପାଇପ୍ ପାଣି ଉପରେ ନିର୍ଭର କରିବା ପାଇଁ ବିଲକୁଲ ବି ପଡ଼ୁନାହିଁ। ଟାଇମ୍ ପାଣି ନା ଯଦି ବାଲ୍ଟିଏ ପାଣି ଭର୍ତ୍ତି କରିବା ପାଇଁ କି ଅପେକ୍ଷା କରିକି ବସିଥିବ, କିନ୍ତୁ ଟିୱଲ୍ ମାରିଦେଲେ ନା ସାଙ୍ଗେ 2-3 ଥର ମାଡ଼ିଦେନି ଟିୱଲ୍, ବାଲ୍ଟିଏ ପାଣି ଭର୍ତ୍ତି ହେଇଗଲା। ତ ସେଇଥିପାଇଁ କି ମୁଁ କୌଣସି ଟାଇମ୍ ପାଣି ଆସିନେ ବି ମୁଁ ଟାଇମ୍ ପାଣିର ବ୍ୟବହାର କରେ ନାହିଁ, ଟିୱଲ୍ ପାଣିରେ ହିଁ ବ୍ୟବହାର ମୁଁ କରେ। ତ ଏପଟା ଖରକା ଫରକା କରିଦେନି। ଖରକା ଫରକା କରିଦେଇ ସାରିକି ତାପରେ ହେଇଗଲା, ଜାଗା ପୁରା ପରିଷ୍କାର ହେଇଗଲା। ଆଉ ଏଇସବୁ କ'ଣ ନା ଲୁଗା କାଲି ବେଳୁବେଳେ ମୁଁ ସଫା କରିଥିନି। ତ ଦେଖିଥିବେ ଲୁଗା ସବୁ ଯେଉଁ ସଫା କରିକି ରଖିଥିନି, ମୁଁ କ'ଣ କରିଛି ନା ଆଜି ମୋ ବୁଦ୍ଧିରୁ ମୁଁ ବହୁତ ହଇରାଣ ହେନି। ଏରକମ ହଇରାଣ ହେନି ଯେ ନ କହିବା କଥା। କ'ଣ ହେଇଛି ନା ମୁଁ ତ ଗେଲନ୍ 2ଟା ସାର୍ଟ ରଖିଦେଇଥିଲା। କହିଲା କ'ଣ ନା ମାମା ଏ 2ଟା ସାର୍ଟ ସଫା କରିଦେଇକି ରଖିଦେବ। ମୁଁ ତାକୁ ଧୋଇ ଦେଇଥିନି, ସଫା କରିଦେନି, ଠିକ୍ ଠାକ୍ ଥିଲା, କିଛି ନାହିଁ। ମୁଁ ତାକୁ କ'ଣ ନା ବାଲ୍ଟିରେ ତାକୁ ରଖିଦେଇଥିନି। ଆଉ ରାତି ବେଳକୁ ତ ବର୍ଷା ହେଲା, ବାହାରେ ଆଉ ଶୁଖେଇ ହେଲାନି। ମୁଁ କହିନି ସକାଳେ ତାକୁ କ'ଣ ନା ଶୁଖେଇଦେଲେ ସେ ଶୁଖିଯିବ। କାହିଁକିନା ସକାଳ ବେଳା ଖରା ହେଉଛି, ବେଳୁବେଳେ ତ ବର୍ଷା ହେଉଛି। ତ ମୁଁ ତାକୁ ରଖିଥିନି। ଆଉ ବେଳୁବେଳେ ମୁଁ କ'ଣ କରିଛି ନା ମୁଁ ଯେ ଲୁଗା ଧୋଇନି ମୋ ଶାଢ଼ୀ ସାୟା ବ୍ଲାଉଜ୍ ବି ସେଇ ବାଲ୍ଟି ଧିଅରେ ମୁଁ ରଖିଦେନି। ଯେ କ'ଣ ମୋର ଆଉ ଧ୍ୟାନ ନାହିଁ ସେ ବିଷୟର। ସକାଳେ ଯେତେବେଳେ ମୁଁ ତାକୁ କ'ଣ ନା ଶୁଖେଇଦେନି, ମେସିନ୍ରେ ତ ଶୁଖେଇଦେନି। ଆଉ ଶୁଖେଇ ଦେଇ ସାରି ଯେତେବେଳେ ତାକୁ ବାହାର କନି ସେତେବେଳେ ତା ଧଳା ସାର୍ଟରେ କ'ଣ ନା ରଙ୍ଗ ଲାଗିଯାଇଥିଲା, ନାଲି କଲର୍ ରଙ୍ଗ ଲାଗିଯାଇଛି। ସେଟା ହେଉଛି କ'ଣ ନା ମୋ ଶାଢ଼ୀରୁ ଲାଗିଛି କି ବ୍ଲାଉଜ୍ରୁ ଲାଗିଛି ମୁଁ ଜାଣିନି। ଏମିତି ବି ତ ଶାଢ଼ୀ ଧୋଇଲା ବେଳକୁ ରଙ୍ଗ ଛାଡ଼ୁନି, କିନ୍ତୁ ଧଳା ସାର୍ଟଟା ଯେତେବେଳେ ପଡ଼ିଛି ତାର କେଉଁଥିରୁ ରଙ୍ଗ ଲାଗିଛି
से कथा मुझे कहीपरिमिनि देखिकी मनटा बहुत दुख है। मिकिली पछे टिके दाग नागिने ड्रेस पिंधिब किंतु गेलन जदि टिके दाग नागी से बिल्कुल भी से ड्रेस पिंधिबनी। तो से कि मत तो भारी छानिया नागिला कौन हम ड्रेसटा से आसी पूरा रागिज से देखियो ता ड्रेस रंग खराब हो कि तो मत बहुत समय नागी अध घंटे समय नागी लिक्विड पके घसीनी सरफर पुणी थे घसीनी लेंबू मार्तिनी जिते जहाँ करके छड़ेला पर भी दाग तो जिते नागी माने अनेक माने 3 भाग दाग छाड़ी किंतु गोटे भाग दाग रहा से मत बहुत समय नागिला। तो बाबा तो जुग करते जुग करके मणि वाकरे टे जाते आसिका पहुँचले कहले कौन एपर्यंत काम सरी ना मुझे काम तो सरला मोर किंतु यही कामटा जो है तो मत जो मत हैरान होते पड़ुची कहले हो जहाँ अच्छे देखा कौन हो जो अल्प अल्प जो रंग रही है करना आउ थे 2 थर 2 दिन से छाड़ी तो से कहला मुझे करना सब धुआ धुई करके नहीं सुखे देके आसतीनि सुखे देके आसिक चा बनई चा बनई आम 2 जन चा पी देते चा पी दे सारिके आसतीनि करना गाधुआ पाधुआ करने तो देखला बेलू करना बेडसीट गोटे भेदे देती आउ करना मिकिल सार्ट 2टा से करना गाधेकी काली रखी गाधेकी नुहे खेला बड़ा करते जाए से सार्ट 2टा रखी से सार्ट 2टा भी सफा करदेनी सफा करदेकी मोर गाधुआ पाधुआ करी गाधे पाधे आसला बेलू 9टा बाजी यही रकम सब छुटिया मुटिया कम सका सका आसिक जुटी होचे मैंने भावुब हाँ शीघ्र कम सरीज गाधुआ पाधुआ कर ठाकुर पूजा करदेकी टाइम रे काम हो बोलिकी किंतु छोट 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 कम केउटू आसिक माने जुटी जाए से कम सब सरू सरू 9टा बाजी हो तो 9टा हो मत बाबा कन्ना छकू को जाते जाकि परिया पत्र सब घिनिकी आसते कि कहते कि परिवा नाला बोलिकी तो परिया घिनिकी आसिक पहुँचली गाधेकी ठाकुर पूजा करके आसिक पहुँचनी पहुँची करना से परिया सब बाहर करके रखुनी तो परिवा दर बर्तन बहुत माने आम भाया लोक किणिकी खाइबा आम पाई बहुत मुस्किल हो पड़ी माने मिडिल क्लास फैमिली तो एते दर परिया मु तो केबे भाभी भी नथिनी तो बाबा कहले ना श्रावण मासे परिवा माने दर हुए कहनी आम से समय जब बाड़ी किसी परियापत्र बाहरता किंतु आम तो एपर्यंत बाड़ी किसी परियापत्र कि केवल जह्नी आ कलम शाग बाहर गोटे अधे जब भेंडी जब केत बाहर बाहर आ तो बिल्कुल भी भेंडी बाहरुनी आ 4-6टा लेखा कुंदुरी बाहर से आउ बर्तमान बाड़ी किसी भी बाहरुनी से यही समय जब बाड़ी जब आम जब परिवा होता जेरकम बाड़ी अच्छी तो आ परिया दर कथा शुणिकी डर नागी था किंतु किसी तो परिवा है ना कौन करवा तो परिया पत्र सब बाहर करके रखीदेकी करना बन देती रुटी करी आउ करना बंधाकोबी जो बाबा आनते बंधाकोबी लाउ पकईकी घाट करती खियापिया सब करदेली आ तार किसी वीडियो बनईली से जो परिया बाहर करके जो रखी से परिया काटी देकी तरकारी बसई देकी अटा चकटी देती आ बाबा रुटी बनई देते समस्ते आम रुटी तरकारी खाई देते बस खियापिया सरीगला बासन कुसन जहाँ सब था सब धुआ धुई करदेकी मो गाई के तो औषध दवापाई कि आसी बाबा मु 2 जन तो मुझे देखनी बाड़ी आमर शाग हो तो लुभ है देखिकी से शाग करना 2 डेंपा फाँकी थी आसतीनि कहीं 2 पर करना आज शाग खड़ा कर बहुत दिन सजना शाग खाईना तो से शाग जाकि आनतीनि आ शाग धिनिकी जाल काठ सब धिन धानिकी चुली पाखक आसनी आसिक चुलीटा नगेदेनी नगेदेकी भात हाटिका बसईदेनी बसईदेकी तापर तो समय नागी शाग बागेवाई तो बेस किसी तरकारी करी 2टा तरकारी मात्र बनई करना पुटल झोल करी शाग खड़ा आउ करना जह्नी पोड़ा करके जह्नी चटनी करदेती बास एतिक ही करी एतिक करसाला बेलू मत 1 बाजी कहीं गाधुआ सकाଳେ जदि कामदाम सरेकी गाधुआ पाधुआटा लेट हो सकाळ खाइबाटा लेट हो माने 2 पर खाइबाटा निश्चय लेट हम आउ बर्तमान ना जाल काठ जिते जहाँ करके तो रखला बेलू सब जलमा जलमा लगुच टे जलिया टे असुविधा हो तथापि जहाँ हो मोर तो रखी करना ब्रह्मास्त्र रखी जिते सब प्रत्येक दिन पॉलिथिन 2टा 3टा 4टा 6टा 10टा रकम पॉलिथिन घर बाहर जो कि सहीटा मोर हो ब्रह्मास्त्र मत चुली नगेवाई कि सुविधा हो जिते पॉलिथिन मो सब साइड एमती कि मैगी जरी सुधा भी मुझे साइतिकी रखे चुली नगेवाई कि जरी टिके हेने मो बाहर फिंगापी मत बिल्कुल मत भल लगे जी सब जरी थी मुझे सब खुंटी खांटी सब आणिक चुली पाख रखिदिए आ मत चुली नगेवाई कि सुविधा हुए
ତ ଜରି ଥିଲା, ଜରି ପକାଇ ଦେଇକି କାଠ ଆଣିକି ଚୁଲି ଲଗାଇ ଦେଇକି ଭାତ ହାଟିଆ ବସାଇଦେନି। ଭାତ ହାଟିଆ ବସାଇ ଦେଇକି ତାପରେ କ'ଣ କରିଥିଲି ନା ଚାଉଳ ଧୋଇକି ବି ଚୁଲିରେ ମାନେ ହାଣ୍ଡିରେ ଦେଇଦେନି। ଏପଟର ଭାତ ଫୁଟୁଥିବ, ସେପଟରେ କ'ଣ ନା ମୁଁ ଯାଇଥିଲି ଶାଗ ବାଗିବା ପାଇଁକି। ସଜନା ଶାଗଟା ଟିକେ ବାଗିବା ପାଇଁକି ସମୟ ଲାଗେ, ଶାଗ ବାଗେଇ ଦେଇଥିଲି। ଶାଗ ବାଗେଇ ଦେଇ ସାରିଲା ବେଳକୁ ମୋର ସେପଟର ଭାତ ବି ହେଇଯାଇଥିଲା। ଭାତ ଗାଳି ଦେଇଥିଲି, ଭାତ ଗାଳି ଦେଇକି ତାପରେ ବନେଇଥିଲି କ'ଣ ନା ପୋଟଳ ଝୋଳ। ପୋଟଳ ଝୋଳ ତ ସବୁବେଳେ ସାଧାରଣତଃ ମୁଁ ନର୍ମାଲ୍ ସାଧା ସାଧା ଭାବରେ ଯେରକମ ହୁଏ ସେରକମ ବନେଇଥିଲି। ଆଜି କିନ୍ତୁ ଟିକେ ସ୍ପେଶାଲ୍ କରିକି ବନେଇଥିଲି, ଯେଉଁଟାକି ସମସ୍ତଙ୍କୁ ପସନ୍ଦ ଆସିଥିଲା। ମୋର ଖାସ୍ କରି ବାବାଙ୍କୁ ତ ବହୁତ ପସନ୍ଦ ଆସିଥିଲା। କାହିଁକିନା ବାବା ସକାଳେ ଯେଉଁ ଯାଇଥିଲେ, ଯେଉଁ ମାର୍କେଟ ଯାଇଥିଲେ ପରିବା ଆଣିବା ପାଇଁକି, ସେ କ'ଣ ନା ଆଣିଥିଲେ ବାଡ଼ି ପୋଟଳ। ଯେ ବାଡ଼ିର ସେ ଲୋକକୁ ଚିହ୍ନିଛନ୍ତି ନା, ସେ ତାଙ୍କ ବାଡ଼ିର ପୋଟଳ ହେଇଥିଲା ଯେଉଁ, ସେ ସେଇ ପୋଟଳ ହିଁ ମାନେ ଆଣିଥିଲେ, ପୁରା ଦେଶୀ ପୋଟଳ, ପୁରା ତାଜା ତାଜା। ଆଉ ସେଇ ପୋଟଳର ତରକାରୀ ଯେ କରିଥିଲେ ମାନେ ବହୁତ ଟେଷ୍ଟି ଲାଗୁଥିଲା। ତ ବାବାଙ୍କର ବହୁତ ପସନ୍ଦ ଆସିଥିଲା। ତ ଆଜି ପୋଟଳ ତରକାରୀ ଟିକେ ଭିନ୍ନ ଢଙ୍ଗର ବନେଇଥିଲି। ତା ରେସିପି ଆପଣଙ୍କ ସାଙ୍ଗରେ ସେୟାର କରୁଛି। ଦହି ପୋଟଳ ବନେଇଥିଲି। ତ କେମିତି ଲାଗୁଛି ମୋତେ କମେଣ୍ଟ କରିକି ଜଣେଇବେ। ଆଉ ରେସିପି ବି ଆପଣଙ୍କ ସାଙ୍ଗରେ ସେୟାର କରିଛି। କ'ଣ ରେସିପି ମୁଁ କ'ଣ ସେୟାର କରିମି, ଆମେ ତ ଗୃହିଣୀ ମାନେ ସୁପରମ୍ୟାନ୍। ଆମକୁ ତ ଟିକେ ଖାଲି ଭାଗ ବୟସ ବତେଇ ଦେଲା ମାନେ ଆମେ ଆଗେଇ ଯିବା। ତ ସେଇ ରକମ କିଛି ନାହିଁ। ଏଇଟା ଥିଲା ଦେଶୀ ବାଡ଼ି ପୋଟଳ। ତାକୁ କ'ଣ ନା ତାକୁ ମୁଁ ଆଜି ଯେହେତୁ ଟିକେ ବାଗୁଆର କରିକି ରାନ୍ଧିମି, ତ ସେଇଥିପାଇଁକି ଦହି ପୋଟଳ ଦେଇକି ରାନ୍ଧିମି। ଆଉ ସେଇଥିପାଇଁକି ତାକୁ କ'ଣ କରିଥିଲି ନା ପୋଟଳକୁ ଟିକେ ତେଲର ଭଲ ରକମ ଟିକେ ତେଲ ଦେଇକି ପୋଟଳକୁ ଭାଜି ଦେଇଥିଲି। ତାପରେ ଆଳୁକୁ ଭାଜିକି ବାହାର କରିଦେଇଥିଲି। ବାହାର କରିଦେଇ ସାରିଲା ପରେ ମତ ଜାଣିଥିବେ ମସଲା, ସେଇ ଅଦା ରସୁଣ ପିଆଜ ଟମାଟୋ ଗ୍ରାଇଣ୍ଡିଙ୍ଗ କରିକି ଘିନି ଆସିନି। ଆଉ ତା ଦେହରେ କ'ଣ ନା ଧନିଆ ପାଉଡ଼ର, କରି ପାଉଡ଼ର ଆଉ ନାଲି ଲଙ୍କା ଗୁଣ୍ଡ ଟିକେ ଦେଇଥିଲି। ଆଉ ଲୁଣ ହଳଦୀ ତ ସାଧାରଣତଃ ଦିଆ ହୁଏ, ଦେଇଥିଲି। ଆଉ ମସଲା କଷି ହେଇସାରିଲା ପରେ ତା ଦେହରେ କ'ଣ ନା ଦେଇଥିଲି ପୋଟଳ ଆଳୁକୁ ଦେଇଥିଲି। ଆଉ ପୋଟଳ ଆଳୁକୁ ମସଲାରେ କଷି ଦେଇ ସାରିଲା ପରେ ଲାଷ୍ଟରେ କ'ଣ ନା ଦେଇଥିଲି ଦହିକି ଦେଇକି ଭଲ ରଙ୍ଗ କଷି ଦେଇ ସାରିଲା ପରେ ଦେଇଥିଲି ପାଣି। ଆଉ ପାଣି ଦେଇ ସାରିଲା ପରେ ଫୁଟିବା ପାଇଁକି ଛାଡ଼ି ଦେଇଥିଲି। ଆଉ ଫୁଟିଲା ପରେ ସେଥିରେ କ'ଣ ନା ମେଥି ପତ୍ର ଟିକେ ପକାଇକି ବାହାର କରିଦେଇଥିଲି। ବିଶ୍ୱାସ କରନ୍ତୁ ବହୁତ ଟେଷ୍ଟି ବନିଥିଲା। କେତେବେଳେ କେରକମ ଏଇରକମ ନା ଦହି ଦେଇକି ପୋଟଳ ତରକାରୀ ବନାନ୍ତୁ, ବହୁତ ସୁଆଦିଆ ବନିଥିଲା। ଆଉ ତାପରେ କ'ଣ ନା ସେରକମ ସଜନା ଶାଗ ବି ଆଣିଥିଲି। ସଜନା ଶାଗ ହେଉଛି ଆମ ବାଡ଼ି ସଜନା ଶାଗ, ପୁରା ନରମ ନରମ କଅଁଳିଆ ଥିଲା। ଆଉ ତା ଦେହରେ କ'ଣ ଆଜି ନଡ଼ିଆ ଦେଇକି ରାନ୍ଧିଥିଲି। ଶାଗଠୁ ମାନେ ପୋଟଳ ତରକାରୀ ତ ଭଲ ଲାଗୁଥିଲା, ବାବାଙ୍କର ପସନ୍ଦ ଆସିଥିଲା। ତ ତାର କହିଲେ ମାନେ ଆଉ ଯେଉଁ ସଜନା ଶାଗ ଯେଉଁ ନଡ଼ିଆ ଦେଇକି ଯେଉଁ ରନ୍ଧା ହେଇଥିଲା, କହିଲେ ତାମାନେ ପୋଟଳ ତରକାରୀ ତା ପାଖରେ ମାନେ ଫିକା ପଡ଼ିଯିବ, ଏତେ ସୁନ୍ଦର ବନିଥିଲା। ତ ନଡ଼ିଆ ଦେଇକି ସଜନା ଶାଗ କରିନେ ସେ ବି ଆହୁରି ବହୁତ ଟେଷ୍ଟି ବନିଥାଏ। ତ ରୋଷେଇବାସ ସରିଗଲା। ତ ଦିନେ ଆସିଥିଲେ ପୋଟଳ ଝୋଳ, ସଜନା ଶାଗ ଖଡ଼ା, ତା ସାଙ୍ଗରେ କ'ଣ ନା ଜହ୍ନି ଚଟଣି। ତ ଏଇରକମ ଆଜି ଦିନଟି କଟିଥିଲା। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ। ଆଉ ଦହି ପୋଟଳ ତରକାରୀର ଫୁଲ୍ ରେସିପି ମୁଁ ସର୍ଟ ଭିଡ଼ିଓ ଗୋଟେ ଦେଇଦେଇଛି, ଆପଣମାନେ ସେଇଠି ଯାଇକି ଦେଖିପାରିବେ। ଆଉ ଗଲା ଭିଡ଼ିଓରେ ବିଜୟଲକ୍ଷ୍ମୀ ଅପା, ବିଜୟଲକ୍ଷ୍ମୀ ଦିଦି ଆଉ ମାନିନୀ ଦିଦି ବହୁତ ସୁନ୍ଦର କମେଣ୍ଟ ଲେଖିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ତ ଆଜି ପାଇଁ ରହୁଛି। ଦେଖା ହେବା ଆସନ୍ତାକାଲି ନୂଆ ଆଉ ଗୋଟେ ଫ୍ରେଶ୍ ବ୍ଲଗ୍ରେ। ସେ ପର୍ଯ୍ୟନ୍ତ ରହୁଛି। ବାଏ ବାଏ, ଜୟ ଗୁରୁ।